ପଲ୍ଲବୀ ସକାଳୁ ଉଠି ଟାଇମ୍ ଦେଖୁଛନ୍ତି 7ଟା ବାଜିବାକୁ 20 ମିନିଟ୍ ଅଛି। ଆଉ ଟାଇମ୍ ଡେରି ହେଇଯିବାର ଦେଖି ପଲ୍ଲବୀ କହୁଛନ୍ତି, ମୁଁ ତ କାଲି ଆଲାର୍ମ ଦେଇଥିଲି, ହେଲେ ଆଲାର୍ମ ବାଜିଲାନି କ'ଣ ପାଇଁ? ଏମିତି କହିକି ପଲ୍ଲବୀ ତାଙ୍କ ମୋବାଇଲକୁ ଦେଖୁଛନ୍ତି। ଆଉ ପଲ୍ଲବୀ ଦେଖୁଛନ୍ତି ଯେ ତାଙ୍କ ମୋବାଇଲକୁ କିଏ ସାଇଲେଣ୍ଟ କରିଦେଇଛି। ଆଉ ତାପରେ ପଲ୍ଲବୀ ସାଙ୍ଗେ ସାଙ୍ଗେ ରେଡ଼ି ହେଇ କୋଚିଂ ସେଣ୍ଟରକୁ ବାହାରି ପଡ଼ୁଛନ୍ତି। ଆଉ କୋଚିଂ ସେଣ୍ଟରକୁ ଯିବା ସମୟରେ ମାୟା ପଲ୍ଲବୀଙ୍କୁ କହୁଛନ୍ତି, ତୋର ଏବେ ଡେରିରେ ଉଠିବାର ଗୋଟେ ଅଭ୍ୟାସ ହେଇଗଲାଣି ନାଇଁ? ଏପର୍ଯ୍ୟନ୍ତ ଘରେ ଠାକୁର ପୂଜା ହେଇନି, କିନ୍ତୁ ତୁ କୋଚିଂ ସେଣ୍ଟରକୁ ବାହାରି ପଡ଼ିଲୁ। ଆଗ ଯା ଠାକୁର ପୂଜା କରିବୁ, ତାପରେ ଯାଇ କୋଚିଂ ସେଣ୍ଟର ଯିବୁ। ମାୟାଙ୍କ ପାଖରୁ ଏମିତି କଥା ଶୁଣିବା ପରେ ପଲ୍ଲବୀ ମାୟାଙ୍କୁ କହୁଛନ୍ତି, ମାମା ମୁଁ କାଲି ଆଲାର୍ମ ଦେଇଥିଲି, କିନ୍ତୁ ମୋ ମୋବାଇଲକୁ କିଏ ସାଇଲେଣ୍ଟ କରିଦେଇଛି। ଆଉ ଏମିତିରେ ବି ଆଜି ମୋର କୋଚିଂ ଯିବା ପାଇଁ ଲେଟ୍ ହେଇଗଲାଣି। ସେଥିପାଇଁ ଆଜି ଗୋଟିଏ ଦିନ ପାଇଁ ଆପଣ ମୋତେ କ୍ଷମା କରିଦିଅନ୍ତୁ। ମୁଁ ଆଗକୁ ଆଉ ଏମିତି ଭୁଲ କେବେ ବି କରିବିନି। ଏମିତି କହିକି ପଲ୍ଲବୀ କୋଚିଂ ସେଣ୍ଟରକୁ ବାହାରି ଯାଉଛନ୍ତି। ଆଉ ଏସବୁ ଘଟଣାକୁ ରୁବି ସିଡ଼ି ଉପରୁ ରହି ଦେଖିବା ପରେ ମନେ ମନେ କହୁଛନ୍ତି, ପଲ୍ଲବୀ ମୁଁ ହିଁ କାଲି ତ ମୋବାଇଲକୁ ସାଇଲେଣ୍ଟ କରିଦେଇଥିଲି। ଏବେ ତୁ ଦେଖିଲୁ ତ ପଲ୍ଲବୀ, ତୋର ଦିନର ଆରମ୍ଭ କେମିତି ହେଲା। ଆଗକୁ ତୁ ଦେଖିବୁ ପଲ୍ଲବୀ, ମୁଁ ତତେ ଘର ଲୋକଙ୍କ ଆଗରେ ଏତେ ଛୋଟ କରିଦେବି ଯେ ତୁ ଚାହିଁଲେ ବି ଉପରକୁ ଉଠି ପାରିବୁନି। ତେବେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ କ'ଣ ଲାଗୁଛି ପଲ୍ଲବୀ ଏବେ କ'ଣ ଘର କାମ କରିବା ସହିତ IPS ପ୍ରିପେୟାର କରି ରୁବିଙ୍କ ମୁହଁ ଏକଦମ ବନ୍ଦ କରିଦେବେ କି? ଯଦି ହଁ କମେଣ୍ଟରେ ୟେସ୍ ଲେଖନ୍ତୁ।